श्री साईराम ମୁଁ ଶ୍ରୀକୃଷ୍ଣ ଶତପଥୀ। ପ୍ରିୟ ଦର୍ଶକ ବନ୍ଧୁ, ମୋ ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ପ୍ରିୟ ଦର୍ଶକ ବନ୍ଧୁ, ଆଜି ଜାଣିବା 2025 ମସିହାରେ ମେଷ ରାଶି ବ୍ୟକ୍ତିଙ୍କର ଚାକିରି, ବ୍ୟବସାୟ, ଶରୀର ଓ ପ୍ରେମ ସମ୍ପର୍କ କିପରି ହେବ ଓ ପ୍ରତିକାର ବିଷୟରେ ଜାଣିବା। 2025 ମସିହାରେ ମେଷ ରାଶି ବ୍ୟକ୍ତିଙ୍କର ବୃତ୍ତି, ବ୍ୟବସାୟ ଓ ଚାକିରି କିପରି ରହିବ। ମାର୍ଚ୍ଚ ମାସ 29 ତାରିଖ 2025 ମସିହା ପର୍ଯ୍ୟନ୍ତ ଚାକିରିର ଅବସ୍ଥା ଭଲ ରହିବ। ଶନିଙ୍କ ସାଢ଼େ ହେତୁ ଆପଣଙ୍କୁ ସତର୍କ ରହିବାକୁ ପଡ଼ିବ। ଆପଣ ପ୍ରତ୍ୟେକ ଦିନ ଭଗବାନ ହନୁମାନ ମନ୍ଦିରକୁ ଯାଇ ହନୁମାନଙ୍କ ଦର୍ଶନ ଓ ହନୁମାନ ଚାଳିଶା ବୋଲିବେ ଓ ଆପଣଙ୍କ ଚାକିରି କ୍ଷେତ୍ରରେ ଅଧିକରୁ ଅଧିକ ଉନ୍ନତି ହେବ। ଆପଣ ଚାକିରି କ୍ଷେତ୍ରରେ ସଫଳତା ପାଇବେ, କାରଣ ଆପଣଙ୍କ ରାଶିର ଅଧିପତି ମଙ୍ଗଳଦେବ ହୋଇଥିବାରୁ ଆପଣଙ୍କର ଚାକିରି କ୍ଷେତ୍ରରେ କିଛି ଅସୁବିଧା ହେବ ନାହିଁ। ଆପଣଙ୍କର ବ୍ୟବସାୟ ବିଷୟରେ ଆଲୋଚନା କଲେ 2025 ମସିହାରେ ବୃହସ୍ପତି ଦେବ, ଶନି ଓ ରାହୁ ଓ କେତୁଙ୍କର ଗତିବିଧି ହେତୁ ଏ ବର୍ଷ ବ୍ୟବସାୟରେ ମିଶ୍ରିତ ଫଳାଫଳ ହେବ। ଆପଣଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ିବ ଓ ବ୍ୟବସାୟ କାରବାରରେ ସତର୍କ ରହିବାକୁ ପଡ଼ିବ, କାରଣ ଶନିଙ୍କ ସାଢ଼େ ଯୋଗୁଁ ବର୍ଷ ପ୍ରଥମ ପର୍ଯ୍ୟାୟ ଓ ଆର୍ଥିକ ସ୍ଥିତିକୁ ପ୍ରଭାବିତ କରିବ। ତଥାପି ମଙ୍ଗଳଦେବଙ୍କ ଯୋଗୁଁ ଆପଣଙ୍କର ସବୁକିଛି ସମସ୍ୟା ଦୂର ହେବ। ମୋଟ ଉପରେ ତୁମର କ୍ୟାରିୟର ଓ ବୃତ୍ତି ଭଲ ରହିବ। 2025 ମସିହାରେ ମେଷ ରାଶି ବ୍ୟକ୍ତିଙ୍କର ଶିକ୍ଷା କିପରି ରହିବ। ଶନି ଓ ରାହୁ ଗ୍ରହଙ୍କ କାରଣରୁ ତୁମେ ଅଧିକ ସମସ୍ୟାର ସମ୍ମୁଖୀନ ହେବ ନାହିଁ। ମେଷ ରାଶିଙ୍କ ବୃହସ୍ପତି ଦେବ ମିତ୍ର ହୋଇଥିବାରୁ ତୁମେ ତୁମର ଶିକ୍ଷାରେ ଉତ୍ଥାନ ପତନ ଦେଖାଦେଇପାରେ। ଆପଣ 14 ତାରିଖ ମେ ମାସ 2025 ମସିହା ପର୍ଯ୍ୟନ୍ତ ଆପଣଙ୍କର ଅଧ୍ୟୟନ ଓ ବୃତ୍ତି ସମ୍ବନ୍ଧୀୟ କାର୍ଯ୍ୟରେ ଖାମଖିଆଲ ହେବ ନାହିଁ। ଅବଶ୍ୟ ବୃହସ୍ପତି ଦେବଙ୍କ ଅନୁକୂଳ ସ୍ଥିତି ଯୋଗୁଁ ମେ ମାସ 14 ତାରିଖ ପର୍ଯ୍ୟନ୍ତ ଏହି ସମୟ ମଧ୍ୟରେ ଅଧ୍ୟୟନ ସ୍ତର ଭଲ ରହିବ। ଆପଣ ମଧ୍ୟ ଅଧ୍ୟୟନ ପାଇଁ ବାହାରକୁ ଯାଇପାରନ୍ତି। ଆପଣଙ୍କର ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳ ପାଇଁ ଗୁରୁବାର ଦିନ ଭଗବାନ ବିଷ୍ଣୁଙ୍କ ପାଖରେ ପୂଜା କରିବା ସହିତ କଠିନ ପରିଶ୍ରମ କଲେ ଆପଣ ସଫଳତା ପାଇବେ। ଆପଣ ପ୍ରତ୍ୟେକ ଦିନ ଉତ୍ତର କିମ୍ବା ଦକ୍ଷିଣ ପଶ୍ଚିମ ଦିଗକୁ ମୁହଁ କରି ଅଧ୍ୟୟନ କରିବା ଉଚିତ। ଏହା ସଫଳତା ସହିତ ଆପଣଙ୍କର ଶିକ୍ଷା କ୍ଷେତ୍ରରେ ଉନ୍ନତି ଘଟିବ। 2000 ମସିହାରେ ମେଷ ରାଶିର ଲୋକଙ୍କ ସ୍ୱାସ୍ଥ୍ୟ କିପରି ରହିବ। ମେଷ ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ଭଲ ରହିବ। ଏହାପରେ ଶନିଦେବଙ୍କର ସାଢ଼େ ଯୋଗୁଁ ଆପଣଙ୍କ ସ୍ୱାସ୍ଥ୍ୟରେ କିଛି ସମସ୍ୟା ଦେଖାଦେବ। ପେଟ ସମ୍ବନ୍ଧୀୟ ସମସ୍ୟା, ଗଣ୍ଠି ଓ ହାଡ଼ ଜନିତ ସମସ୍ୟା ଦେଖାଦେବ। ରାହୁ ଓ ଶନିଙ୍କର ଗତିବିଧି ଯୋଗୁଁ ଆପଣଙ୍କର ସ୍ୱାସ୍ଥ୍ୟ ଛୋଟ ଛୋଟ ସମସ୍ୟା ଲାଗି ରହିବ। 2025 ମସିହାରେ ମେଷ ରାଶିର ଲୋକଙ୍କ ପାଇଁ ଘର, ପରିବାର ଓ ପ୍ରେମ ସମ୍ପର୍କ ଦୃଷ୍ଟିରୁ ବର୍ଷ ମିଶ୍ରିତ ହେବ। ଏହି ବର୍ଷ ବୈବାହିକ ଜୀବନ ଓ ପରିବାରରେ ଅନେକ ସମସ୍ୟା ଓ ତିକ୍ତତାର ସମ୍ମୁଖୀନ ହେବାକୁ ପଡ଼ିପାରେ। ଏପ୍ରିଲ ଓ ମେ ମାସ ମଧ୍ୟରେ ବିବାଦ, ବେଳେବେଳେ ଉତ୍ତେଜନା ବଢ଼ିପାରେ। ଆପଣଙ୍କ ପ୍ରେମିକ ସହିତ ମଧ୍ୟ ମତଭେଦ ହେବାର ସମ୍ଭାବନା ଅଛି। ତୁମର କଥାବାର୍ତ୍ତାରେ ନିୟନ୍ତ୍ରଣ ରଖିବ। ଆପଣ ନିଜ ସ୍ତ୍ରୀ ସହିତ ଉତ୍ତମ ବ୍ୟବହାର ଦେଖାଇବ ଓ ନିଜ ଗୁରୁଜନ ଓ ଶ୍ୱଶୁର ଘରର ବ୍ୟକ୍ତିମାନଙ୍କୁ ଆନ୍ତରିକ ସମ୍ପର୍କ ରଖିବାକୁ ଚାହୁଁଥିଲେ ସେମାନଙ୍କଠାରୁ ଟଙ୍କା ଓ ପଇସା ଦେଣନେଣ ଠାରୁ ଦୂରେଇ ରହିବ। 2025 ମସିହାରେ ମେଷ ରାଶି ବ୍ୟକ୍ତିଙ୍କର ପ୍ରତିକାର। ବୃହସ୍ପତି ଦେବ ଓ ଶନି ଓ ରାହୁଙ୍କର ପ୍ରତିକୂଳ ପ୍ରଭାବକୁ ହ୍ରାସ କରିବାକୁ ହେଲେ ବର୍ଷ ସାରା ଏହି ପ୍ରତିକାର ଗୁଡ଼ିକ କରିବାକୁ ଚେଷ୍ଟା କରନ୍ତୁ। ମେଷ ରାଶି ବ୍ୟକ୍ତିମାନେ ପ୍ରତ୍ୟେକ ଶନିବାର ଓ ମଙ୍ଗଳବାର ଦିନ ଆମିଷ ଖାଦ୍ୟ ଖାଆନ୍ତୁ ନାହିଁ। ପ୍ରତ୍ୟେକ ମଙ୍ଗଳବାର ଓ ଶନିବାର ଦିନ ହନୁମାନ ମନ୍ଦିରକୁ ଯାଇ ନାଲି ମନ୍ଦାର, ସେଓ କିମ୍ବା ନାରଙ୍ଗୀ ସିନ୍ଦୁରକୁ ନିଜ ନାମ ଗୋତ୍ର କହି ଲାଗି କରିବେ। ପ୍ରତ୍ୟେକ ଦିନ ହନୁମାନ ଚାଳିଶା ବୋଲିବେ ଓ ଶନିଦେବଙ୍କ ସାଢ଼େ ମାର୍ଚ୍ଚ ମାସରୁ ଆରମ୍ଭ ହୋଇଥିବାରୁ ସୂର୍ଯ୍ୟାସ୍ତ ପରେ ସନ୍ଧ୍ୟା ସମୟରେ ଶନିଦେବ ମନ୍ଦିରକୁ ଯାଇ ଅପରାଜିତା ଫୁଲ, କଳା ଅଙ୍ଗୁର, ରାଶି ତେଲରେ କଳା ରାଶି ପକାଇ ଦୀପ ଲଗାଇ ନିଜ ନାମ ଗୋତ୍ରରେ ଶନିଦେବଙ୍କ ପାଖରେ ଲାଗି କରନ୍ତୁ ଓ ଶନିଦେବଙ୍କ ବୀଜ ମନ୍ତ୍ର ଓମ୍ ଶମ୍ ଶନିଶ୍ଚରାୟ ନମଃ ନିଜ ସମର୍ଥନ ଅନୁଯାୟୀ ବୋଲନ୍ତୁ। କଳା କୁକୁର, କୁଆମାନଙ୍କୁ କିଛି ଖାଦ୍ୟ ଖାଇବାକୁ ଦିଅନ୍ତୁ। ଜୟ ଜଗନ୍ନାଥ।
प्रिय दर्शक बंधु जदि मो भिडटी आपण मानक भल लगुए तेबे भिडियो लाइक देबे कमेंट करेंगे और भिडियो शेयर करदे आउ चैनल टी सब्सक्राइब करने को भूलिए नहीं। जय जगन्नाथ।